ଆଚ୍ଛା ବାବା, ଆଉ ଗୋଟେ କଥା ମୁଁ କହିବି। ହଁ ହଁ ଯୋଉ ନାରୀଙ୍କ କଥା ଆସୁଛି, ହୁଁ ହୁଁ ନାରୀ ଜଣେ ଯୁବତୀ, ନାରୀ ଏସବୁ ହୁଁ ଯୋଉ ଜଣେ ଗୁରୁଙ୍କ ଦୃଷ୍ଟିରେ ହୁଁ ଯଦି ନାରୀଙ୍କୁ ସେ ଯଦି ଅଣ୍ଡର ଇଭାଲୁଏଟ କରେ, ହୁଁ ନାରୀ ହଉଛି ଏଇଆ, ସେ ତାର ମୋକ୍ଷ କେମିତି ହବ? ନାଇଁ ନାଇଁ, ନାରୀର ତ ମୁଖ୍ୟ ହବ, ହଁ କିନ୍ତୁ ଇଏ ଯୋଉ କଥାଟା କୁହାହେଇଛି, ହଁ ଏଇଟା ହେଇଛି ପୁରୁଷଙ୍କ ପାଇଁ କଥା କୁହାହେଇଛି। ଆଚ୍ଛା। ଏଇ ଯୋଉ କଥାଟା କୁହାହେଇଛି ନାରୀ ସଙ୍ଗ କରିବନି, ହଁ ତାହେଲେ ପୁରୁଷ ନାରୀ କରିବନି। ସଙ୍ଗ, ନାରୀ ସଙ୍ଗ କରିବନି। ହୁଁ ଆଚ୍ଛା, ନାରୀକୁ ଧରି ନିଅନ୍ତୁ, ତାର ମା ଥିବ, ତାର ଭଉଣୀ ଥିବ, ତାର ସମ୍ପର୍କୀୟ ଥିବ, ଆଜିକାଲି ତ ସମସ୍ତେ ସମ୍ପର୍କରେ ବନ୍ଧା। ହୁଁ ହୁଁ ତା ଯଦି ସଙ୍ଗ କରିବ, ତା ସ୍ତ୍ରୀଟାକୁ ଯଦି ତା ସ୍ତ୍ରୀ ସହିତ ସମ୍ପର୍କ ରଖିବନି, ନା ତା ନା ଭଉଣୀ ସ୍ତ୍ରୀ ସହିତ ସମ୍ପର୍କ ରଖିବନି, ମା ସହିତ ସମ୍ପର୍କ ରଖିବନି, ନା ତାହେଲେ ନା କାହା ସହିତ ସମ୍ପର୍କ ରଖିବ? ନା ନା, ସେଇ କଥା, ସେ କଥାର ଉତ୍ତର ଟା ତା ନୁହେଁ। ନା ନା, ସେଇଟାକୁ କଣ ଟିକେ ଆପଣ ଟିକେ କଣ ବୁଝଉଛି ଶୁଣେଇଲେ ବା, ଟିକେ। ଶୁଣ, ସେଇ ସମସ୍ତଙ୍କ ସହିତ ସମ୍ପର୍କ ରଖିବ, ହୁଁ କିନ୍ତୁ ଗୋଟେ କଥା ହଉଛି, ନାରୀ ସଙ୍ଗ କରିବନି, ପୁତ୍ର ଜନ୍ମ କରିବନି। ହୁଁ ହୁଁ ଯୋଉ ପୁତ୍ର ଟାକୁ ତମେ ଜନ୍ମ କରିବ, ହୁଁ ବୁଝିଲ କି, ହୁଁ ସେଇ ପୁତ୍ର ଟା କେବଳ ମାନେ ନାରୀ ସଙ୍ଗମ ଋତୁମତେ କେବଳ ପୁତ୍ର ଜନ୍ମ ଅର୍ଥେ। ହୁଁ ପୁଅଟିଏ ହେଇସାରିଲା ପରେ ହୁଁ ଆଉ ତା ସଙ୍ଗ ନାହିଁ। ନା। ତେଣୁ ସିଏ ମୋର ଯେତିକି ଦରକାର, ମନେ କରାଯାଉ ତମକୁ ଜଣେ ବୋଝେ ଖାଇବାକୁ ଦେଲା, ହଁ ସେ ଖାଇବା ଭିତରୁ ମୋର ଯେତିକି ଦରକାର ମୁଁ ସେତିକି ନେମି, ଠିକ। ଅଧିକ କାହିଁ ଲୋଭ କରିବି। ହଁ ସେଇଟା। ତେଣୁ ସେଇଭଳି ପ୍ରକାର କଥା, ଯେ ନାରୀ ସଙ୍ଗମ କଥା କହିଲ, ସେଟାକୁ ଯେତିକି ଆବଶ୍ୟକ ସେତିକି। ହଁ। ତେଣୁ ମୋର ପୁଅଟିଏ ଜନ୍ମ ହବ, ବାସ ସେତିକି ସଙ୍ଗ। ଅନ୍ୟ ନାରୀ ସଙ୍ଗମ ଋତୁ ମତେ କେବଳ ପୁତ୍ର, ଜନ୍ମ ଅର୍ଥେ। କେବଳ ପୁତ୍ର ଜନ୍ମ ଅର୍ଥେ, ହଁ ଏଇଟା କହୁଛନ୍ତି ଠିକ। ହଁ, ସେଥିପାଇଁ ତ ରାମକୃଷ୍ଣ ପରମହଂସ କହିଛନ୍ତି, ଗୋଟିଏ କିମ୍ବା ଯୋଡିଏ ପିଲା ପରେ ହୁଁ ସ୍ଵାମୀ ସ୍ତ୍ରୀ ଭାଇ ଭଉଣୀ ଭଳି ରହିବା ବା, ଦରକାର, ଗୋଟେ ବଢିଆ ପବିତ୍ରତା କଥା ଆସିବା ସେ ଦରକାର। କହିଛନ୍ତି ନା, ସେ ମହାପୁରୁଷ, ସିଏ ଆଉ ଭୁଲ କାହିଁ କହିବେ। କହିଛନ୍ତି ହୁଁ ସ୍ୱାମୀ ଭାଇ ଭଉଣୀ ଭଳିଆ ରହିବା ଦରକାର। ହୁଁ ହୁଁ ହଁ, ମୁଁ ଆଜି ସେଇ କଥା ଭାବୁଥିଲି, ଏଇ ଯୋଉ ଆମେ ତ କାଲି ଆମର ସେ ସବୁ ତ ଏଇ କାର୍ଯ୍ୟକ୍ରମ ଭିତରେ ଅଛି, ବୁଝିଲେ କି? ହୁଁ ଆଉ ଶିକ୍ଷା ବ୍ୟବସ୍ଥା ଟା କେମିତି ହବା ଦରକାର? ହୁଁ ଆପଣ ହୁଁ ଗୋଟେ ଆର୍ଟିକିଲ ଲେଖିଲେ, ସମାଜରେ ହୁଁ ଦେଶରେ ଶିକ୍ଷା ବ୍ୟବସ୍ଥା ଉପରେ। ହୁଁ, ଆର୍ଟିକଲ ଲେଖିବା। ଲେଖନ୍ତୁ ଗୋଟେ ଶିକ୍ଷା ବ୍ୟବସ୍ଥା ଉପରେ ଗୋଟେ ହୁଁ ସନ୍ଦର୍ଭ ଲେଖିଲେ। ହୁଁ, ଲେଖିବା ଆଉ କଣ। ବୁଝିଲେ କି? ହୁଁ ଆପଣ ତ ଏତେ କଥା ଯୋଉ ଲେଖୁଛନ୍ତି, ତାକୁ କେହି ପଢୁନାହାନ୍ତି, କି ପଢିବାକୁ ସେ ଛୁଇଁ ପାରୁନାହାନ୍ତି ଲୋକ। ନା। ଛୁଇଁ ପାରୁନାହାନ୍ତି ମାନେ କଣ, ଆସେ କେହି ଛୁଇଁବେନି ଆଉ କଣ? ହଁ, ସେଇଆ ହଉଛି କଥା ଆଉ। ଠାକୁର ଅନୁକୂଳ ଚନ୍ଦ୍ର ହୁଁ ସେ ପରିବାର ସଂସ୍କାର ଉପରେ ଭାରି ଧ୍ୟାନ ଦେଇଥିଲେ। ହୁଁ ହୁଁ ବୁଝିପାରିଲେ ନା ନାଇଁ? ପରିବାର ହୁଁ ସଂସ୍କାର, ହୁଁ କିନ୍ତୁ ଆଉ କୌଣସି ସାଧୁ ପରିବାର ସଂସ୍କାର କଥା କହିନାହାନ୍ତି। କଣ ମାନେ କଣ କରୁଛନ୍ତି, ଆମେ ମଧ୍ୟ ଜାଣିପାରୁନୁ। ହୁଁ ନା। ବୁଝିପାରିଲେ କି? ସେ ଆଜି ଯଦି ସାଧୁ ଗୁଡା ଏତେ ସବୁ ହଜାର ସ୍ୱାର୍ଥପର। ହଜାର ସାଧୁ ଅଛନ୍ତି, ହୁଁ, ସେ କୋଉ ଦିନ ରାମ ରାଜ୍ୟ କରିବେ? ଏ ସବୁ ସ୍ୱାର୍ଥପର। ସବୁ ସ୍ୱାର୍ଥପର କହିଲେ, ହୁଁ ହୁଁ ଏଇ ହଉଛି କଥା। ହୁଁ ପ୍ରାକ୍ଟିକାଲ କଥା, ସତ କଥାଟା, ଅପ୍ରିୟ ସତ କଥାଟା କହିଲେ। ସବୁ ହୁଁ, ସ୍ୱାର୍ଥପର ହେଇଯାଇଛନ୍ତି। ସବୁ ସ୍ୱାର୍ଥପର। ଆଉ କଣ କହିବି, ଭଲ କଥାଟେ ଆପଣ ମୋର ଆଜି ଦି ପଦ କଥା ଶୁଣିଲି। ହୁଁ ଆଜି ହୁଁ ସମସ୍ତେ ସ୍ୱାର୍ଥପର, ହୁଁ ଆଉ ଏଇ ଯୋଉ କଥା କହିଲେ। ଆଉ ସିଏ ତାଙ୍କର ସାଧନା କରୁଛନ୍ତି, ସାଧନା କରି ତାଙ୍କର ପଳଉଛନ୍ତି, ଆମ ଜନସମାଜ ପାଇଁ କଣ କରୁଛନ୍ତି? କଣ ବାବା ସାଧନା କରିକି କଣ ଆମେ ଦେଖିପାରୁନୁ ବା କିଛି? କିଛି ଦେଖି ହବନି। ହେଁ ସିଏ ସାଧନା କରି ସିଏ ଦେଖୁଛନ୍ତି ନା ଆମକୁ ଦେଖଉଛନ୍ତି? ନାଇଁ ନାଇଁ ନାଇଁ, ବାହାର ଲୋକଟା ସେ କଣ କରୁଛି ଆପଣ ଠଉରେଇ ପାରିବେ? ହୁଁ ଠଉରେଇ ପାରିବେନି। ଆମେ ଯଦି କହିବା ସାଧନା କରୁଛି କଣ, ସେ ହଁ ଧରି ନିଅନ୍ତୁ ବ୍ରହ୍ମକୁ ଜାଣିଲା, ବିବେକାନନ୍ଦକୁ ହୁଁ ରାମକୃଷ୍ଣ ବିଗିଡିଲେ, ହୁଁ ଆଁ ତୁ ନିର୍ବିକଳ୍ପ ସମାଧି ପାଇଁ ତୁ ଇଚ୍ଛା କରୁଛୁ? ମୁଁ ହୁଁ ଭାବୁଥିଲି ତୁ ଗୋଟେ ବିରାଟ ବଟ ବୃକ୍ଷ ହେଇକି ବହୁତ ଲୋକଙ୍କୁ ହୁଁ ଛାୟା ପ୍ରଦାନ କରିବୁ। ମୁଁ ହୁଁ ଦେଖୁଛି ତୁ ବହୁତ ସ୍ୱାର୍ଥପର ହେଇଗଲୁ, ତୋ ନିଜ କଥା ତୁ ବୁଝିଲୁ। ହୁଁ ହୁଁ ବୁଝିଲେ କି? ହୁଁ ହୁଁ ବିବେକାନନ୍ଦକୁ ରାମକୃଷ୍ଣ ବାରଣ କଲେ। ମାନେ ବିରକ୍ତ ହେଲେ, ହଁ କହିଲେ ହଁ ତୁ ଗୋଟେ ବଟ ବୃକ୍ଷ ହବୁ,
ନା ତୁ ନିଜର ସ୍ୱାର୍ଥ ପାଇଁ ତୁ ଯାଇକି ନିର୍ବିକଳ୍ପ ସମାଧି ହିମାଳୟରେ ବସିକି ତପସ୍ୟା କରିବୁ? ବଟ ବୃକ୍ଷ ସମାଜରେ ଯେତେବେଳେ ଆପଣ ଜାଣିନାହାନ୍ତି ଯେତେବେଳେ ସେତେବେଳେ ଏଇ ଯୋଉ ମହାମାରୀ ବ୍ୟାପିଲା ଏବଂ ସେଟା କଣ କହନ୍ତି ସେତେବେଳେ ହଇଜା ହେଲା, ସେତେବେଳେ ବିବେକାନନ୍ଦ ଯୋଉ ରାମକୃଷ୍ଣ ମିଶନ ଟା କିଣିଥିଲେ ସେଠୁ ବେଲୁରରେ, କହିଲେ ଏଇଟାକୁ ମୁଁ ବିକ୍ରି କରିଦେଇକିରି କିଛି ସେଇ ଅର୍ଥରେ ଲୋକଙ୍କ ମୁଁ ସେବା କରିବି। ଯେମିତି ମହାମାରୀ କଣ୍ଟ୍ରୋଲ ଲୋକଙ୍କ ପାଖରେ ଯେମିତି କଣ ଔଷଧ ସାହାଯ୍ୟ ପହଞ୍ଚି ପାରିବ, ସେତେବେଳେ ସେ ସେଇ ଚିନ୍ତା କରିଥିଲେ ଏବଂ ସେ ବି ମଧ୍ୟ ସେଇ ସମୟରେ ବାହାରକୁ ମଧ୍ୟ ସହଯୋଗ ଆସିଥିଲା। ହଁ, କିନ୍ତୁ କଥା ହଉଛି ଲୋକଙ୍କର କେତେ ବିରାଟ ମନ ଥିଲା ସେ ବିବେକାନନ୍ଦଙ୍କର। ଆଉ ସେତେବେଳେ ପୁଣି ବାବା ଦେଖନ୍ତୁ ସେତେବେଳେ ବ୍ରହ୍ମାନନ୍ଦ, ଅଖଣ୍ଡାନନ୍ଦ, ଶିବାନନ୍ଦ ସେଇଭଳିଆ ବ୍ୟକ୍ତି ମାନେ ସେତେବେଳେ ବହୁ ଉଚ୍ଚ ଶିକ୍ଷିତ ଗୁରୁ ଭାଇ ସମସ୍ତେ ହେଇପାରିଥିଲେ। ଏବେ ଆପଣ ଦେଖୁନାହାନ୍ତି ଜଣିଆ ଗୋଟେ ଠିକ ମଣିଷଟି ଆପଣ ଏପର୍ଯ୍ୟନ୍ତ ପାଇଲେନି ନା? ସତ କଥା କୁହନ୍ତୁ, ଖୋଜୁଛି ତ ମିଳୁନାହିଁ ଆଉ। ମିଳୁନାହାନ୍ତି। ହୁଁ। ଆଉ ଆପଣ କଣ ସେତେବେଳେ ତାହେଲେ ଭଲ ଲୋକ ଥିଲେ? ବହୁତ ଭଲ ଲୋକ ଥିଲେ। ଏବେ ଆଉ କେହି ନାହାନ୍ତି ଭଲ ଲୋକ। ସବୁ ସ୍ୱାର୍ଥପର କଥା ଯୋଉ କହିଲେନି କି, ସବୁ ସ୍ୱାର୍ଥପର ହେଇଯାଇଛନ୍ତି। ଏବେ ଆତ୍ମଜ୍ଞାନ ପାଇଁ କେହି ଚିନ୍ତା କରୁନାହାନ୍ତି। ନା, ସେଥିରେ ମୁହଁକୁ ପୁରାଇ ପୁଷି ପିଅଇ ଦୁଧ, ଜଗତଟା ଗୋଟେ ଅନ୍ଧାର ମନେ କରଇ ସିଧ, ମାତ୍ରକ ପ୍ରହାର ବସିଲେ ତାର ପୃଷ୍ଠ ଦେଶରୁ, ଯେତେବେଳେ ଚେତା ଫେରଇ ଭଜେ ମହିମା ଗୁରୁ। ବାଃ, ଏଇ ବାବା ଏତିକି ଯଦି କାମ ଆମର ହୁଅନ୍ତା, ହଁ। ଜଗତ ରେ ବହୁତ ମଙ୍ଗଳ। ଏଇ ଯେତିକି କଥା ଆପଣ ଲେଖିଛନ୍ତି ସେତେବେଳେ, ସେଇଟା ଲେଖିଛନ୍ତି ନା ନାଇଁ ଏଇଟାକୁ? ଏଇଟା ହଉଛି ବାୟା ଗୀତାର। ଓହୋ, ବାୟା ଗୀତା। ଯାହା ହଉ। ନାଇଁ, ସେ ମୋ ଲେଖା ହଉଛି ତ ଅଲଗା। ଇଏ ନା କଣ କହନି ଓଧ କହନ୍ତି ନା ଗୋଟେ କଣ ମୋର ମନେ ପଡୁନି ଏକ୍ସାକ୍ଟଲି। ମୋ ଲେଖା ଗୋଟେ ଅଛି, ମୋର ତ ଲେଖା ଅଛି କଢ ହୋଇ ରହ ଫୁଟିବୁ ଦିନେ, ଫୁଟିଲେ ମଉଳି ଯିବୁ ତ କ୍ଷଣେ, ଆଗୁଆ ହୋଇଲେ ସରିବ କଥା, ପ୍ରହାର ବାଜିବ ଟେକିଲେ ମଥା, ଝଡ଼ି ଯିବୁ କ୍ଷଣେ ହୋଇବି ମୁଖ, ମଉଳା ଫୁଲର ଥାଏ କି ସୁଖ। ବାଃ, ଏଇ କଥା ଗୁଡା, ଏଇ ଯୋଉ ସାହିତ୍ୟ, ୟାଠୁ କଣ ଆଉ ବିଦ୍ୟା ଅଛି କହୁନାହାନ୍ତି? ଏ ନା, ଇଏ ତ ଠିକ ସବୁ ଉପଦେଶ ବାଣୀ ସବୁ ଆଉ। ଯେ ଏ ପାଠ କୋଉଠି ଆମେ କୋଉଠି ନା କଣ? ହଁ, ପାଠ କୋଉଠି ଆମେ କୋଉଠି। ଆଉ ମୁଁ ଯିବି ବାବା, ଆଜି ମତେ ଗୋଟେ ହଁ, ଭଲ ଲାଗିଲା ଆପଣଙ୍କ କଥା। ଆସ ଆମେ ବସି କଥାବାର୍ତ୍ତା ହବା। ଆଜ୍ଞା। ଆଉ ଗୋଟେ ଯଦି କଥା ଶୁଣ, ଆଜ୍ଞା। ଅର୍ଥକୁ ଯଦି କଦର୍ଥ କଲ ହଁ ସବୁ ଖରାପ ହେଇଯିବ। ହଁ ବୁଝିଲ? ହଁ ହଁ ହଁ। 4 ଜଣ ପଣ୍ଡିତ ସେ ତାଙ୍କର ଯାଉଥିଲେ ବାଟରେ, ହଁ ଯାଉଁ ଯାଉଁ ତୀର୍ଥ କରିବା ପାଇଁ ଯାଉଁ ଯାଉଁ ଗୋଟେ ନଈ କୂଳରେ ଯାଉଛନ୍ତି, ଗୋଟେ ମଶାଣି ପଡିଲା। ଆଜ୍ଞା। ସେ ମଶାଣି ପାଖରେ ଗୋଟିଏ ଗଧ ଚରୁଥିଲା। ହୁଁ। ସେଇଠୁ ସିଏ କଣ କଲେ ନା ତାଙ୍କର ପାଠ କଲେ କଣ, ହୁଁ ରାଜଦ୍ୱାରେ ଶ୍ମଶାନେ ଚ ଯତିଷ୍ଠତି ସବାନ୍ଧବ। ହୁଁ। ତେଣୁ ଶ୍ମଶାନରେ କିଏ ରହିଲା ନା ଗଧ ଅଛି। ହୁଁ। ତେଣୁ ଗଧଟା ହଉଛି ଆମର ବନ୍ଧୁ। ହୁଁ। ତେଣୁ ବନ୍ଧୁଙ୍କୁ ସେବା କରିବା ନିହାତି ଦରକାର। ହୁଁ। ଜଣେ ଚାଲିଗଲା ନଈରୁ ପାଣି ନ ଟେକି ଘିନି ଆଇଲା, ହୁଁ ଜଣେ ଗେଟେ ଗାମୁଛା ଧରିକି ଚାଲିଗଲା, ହୁଁ ଜଣେ ତାକୁ ଧରିବା ପାଇଁ ଚେଷ୍ଟା କଲା। ହୁଁ ହୁଁ ଯେତେବେଳେ ଚେଷ୍ଟା କଲା, ଗଧ ପାଖକୁ ଯେତେବେଳେ ଯାନ୍ତି ସିଏ ତା ଦୌଡ଼ିକି ପଳେଇଲା। ହୁଁ। ସେ ଯେତେବେଳେ ଦୌଡ଼ି ପଳେଇଲେ ଇଏ ଗୋଡେଇଛନ୍ତି। ହୁଁ। ଗୋଡିଲା ବେଳକୁ ସିଏ ତାର ତା ମାଲିକ ଘରକୁ ପଳେଇଲା। ହୁଁ। ମାଲିକ ଘର ଗୋଟେ ଧୋବା ଘର। ହୁଁ। ସେଠି ପହଞ୍ଚିଲା ବେଳକୁ ସେଠି ଗାଁ ଲୋକ କହିଲେ, ଆରେ ହେଇ ତୋ ଗଧଟାକୁ ଇଏ ଚୋର ଦୌଡିଛନ୍ତି ଧରିବା ପାଇଁ। ସେଇଠୁ ସିଏ କଣ କଲା ନା ଆସିଲା ଠେଙ୍ଗା ଧରିକି, ଦେଲା କଷିକି ଦିପାହାରେ କଣ କଷିକି ବଳେ ଚୁପ ହେଇଗଲେ। ହୁଁ। କଣ ବୁଝିଲେ ନା? ଆଜ୍ଞା। ତେଣୁ ରାଜଦ୍ୱାରେ ଶ୍ମଶାନେ ଚ ଯତିଷ୍ଠତି ସବାନ୍ଧବ ଅର୍ଥଟା କଣ ସିଏ ବୁଝିଲେ କଣ? ହଁ ହଁ ହଁ। ସେଇଭଳି ପ୍ରକାର କଥା। ଆମେ
ଅର୍ଥକୁ କଦର୍ଥ କରିକି ବୁଝୁଛନ୍ତି, ସିଏ ଅସୁବିଧା ହଉଛି ଆଉ। ହଁ ଏ ଓଡିଆରେ ପ୍ରାୟ ବହୁତ ଭୁଲ। ଆମର ଯୋଉ ସବୁ ବଜାର ଘାଟ ଯୋଉ ବୋର୍ଡ ମାରୁଛନ୍ତି, ସେ ବୋର୍ଡ ଗୁଡାକ ଦେଖିବ ସବୁ ଗୁଡାକ ଭୁଲ। ସେଇଟା ସେଇଟା ଭୁଲଟା କାହିଁ ଆଗରୁ ସବୁ ଭୁଲ ନଥିଲା ବାବା। ହଁ ଯେତେବେଳେ ଆମର ଇଏ ଥିଲା କି ପାଣିନି ହୁଁ ବ୍ୟାକରଣ ହୁଁ ବା ଯୋଉମାନେ ବ୍ୟାକରଣ ଜ୍ଞାନ ବ୍ୟାକରଣ ଉପରେ ଯୋଉମାନେ ସିଦ୍ଧହସ୍ତ, ହଁ ସେ ଆପଣ ହିସାବ କରୁନାହାନ୍ତି, ତାଲବେଶ, ଦନ୍ତେଶ, ମୁଦନେଶ, ହଁ ୟାର ଉଚ୍ଚାରଣ ଟା ତିନିଟା ସ। ତିନିଟା ଶହ। ତିନିଟା ସ ର ଉଚ୍ଚାରଣ ଦାନ୍ତ ଦନ୍ତେଶର ଦାନ୍ତରୁ ବାହାରିବ ଦନ୍ତେଶଟା। ହୁଁ ବୁଝିଲେ? ତାଲବେଶ ଟା ତାଳୁରୁ ମୂର୍ଧନାରୁ ବାହାରିବ। ମୂର୍ଧନେଶରୁ ମୂର୍ଧନାରୁ ବାହାରିବ। ମୂର୍ଧନାରୁ। ଆଚ୍ଛା ମୂର୍ଧନା ଟା କୋଉ ଜାଗା? ଭିତର ଆଉ କଣ ମୂର୍ଧନା ତ ମୂର୍ଧନା ଫାଟିଗଲା ଗୋଟେ କଣ ତଣ୍ଟି ଯୋଉଟାକୁ କହନ୍ତି। ହଁ ଯେ ସେ ମୁଦ୍ନାଧାୟ ମନ ପ୍ରାଣ ମାଥିତ ଯୋଗ ଧାରଣମ୍, ତେଣୁ ମୂର୍ଧନି କୋଉଟା? ହଁ ତାଳୁ ମୂର୍ଧନିରେ ତାଳୁରୁ ତାଳୁ ଏଇ ତାଲବେଶ ଟା କଣ ବାହାରିବ? ତାଳୁରୁ। ତାଳୁରୁ। ହୁଁ ତାଳୁରୁ, ମୁଧଣାରୁ, ଦାନ୍ତରୁ, ଇଏ ହୁଁ ସେତେବେଳେ ସବୁ ଏଇ ଯୋଉ ଭାଷାଟା ଭାଷା। ବିଜ୍ଞାନ ଭିତ୍ତିକ କଥା ଇଏ ସବୁ। ଆଜ୍ଞା। ପବନ ଟା ଯୋଉ ଜାଗାରେ ତାଳୁରେ ପହଞ୍ଚିନି, ସେଇ ଯୋଉ ସ ଟା ହେଲା ତାଲବେଶ। ହଁ ଆଉ ଦାନ୍ତ ପାଖରେ ପହଞ୍ଚିଲେ ଦନ୍ତେଶ। ଦନ୍ତେଶ। ଆଉ ମୂର୍ଧନି ପାଖରେ ପହଞ୍ଚିଲେ ମୂର୍ଧନେଶ। ଆଉ ତିନି ପ୍ରକାରର ସ। ଆଜିକାଲି ତା କରୁଛନ୍ତି ନା, ସବୁ ତ ସ ଆଉ। ସବୁ ତ ସ ଆଉ। ହୁଁ ମାନେ ଆପଣ ହିସାବ କରନ୍ତୁ, ଯୋଉ ଯୋଉ ସୂକ୍ଷ୍ମ ଇଣ୍ଟରପ୍ରିଟେସନ ଯୋଉଟା, ହୁଁ ଆଁ ହୁଁ ସୂକ୍ଷ୍ମ ଇଣ୍ଟରପ୍ରିଟେସନ ଆଉ ନାହିଁ। ନା ସୀତା SITA। ହଁ ସୀତା ଆଉ ସେଇଆ ପରା। ଶ୍ରୀ ଗୀତା SRI। GITA। ଶ୍ରୀ SRI। ହଁ ଏଇ ସବୁ ବାହାରୁଛି ଆଉ। ଆ ସେ ସବୁ ସେୟା ହେଇଯାଇଛି ଆଉ କଣ କରିବା, ସେ ସବୁ କିନ୍ତୁ ସେଇଟା ଯିଏ ଆଜିର ସବୁର ଅବକ୍ଷୟ। ହୁଁ ସବୁଥିରେ ଅବକ୍ଷୟ ତ ହେଇ ସାରିଲାଣି ଆଉ। ସବୁଠୁ ଅବକ୍ଷୟ ହେଇଯାଇଛି। ସବୁଠି ଅବକ୍ଷୟ ଆଉ ହେଇଯାଇଛି। ତଥାପି ଆମର ଏଇଗୁଡ଼ା ହୁଁ ସେତେବେଳେ ଯୋଉ ଶିକ୍ଷା ଦିଆଯାଇଛି, ହୁଁ କଣ ଆଜିକାଲି କୋଉଠି ଆପଣଙ୍କ ଗୁରୁ ପରମ୍ପରା ଆଉ ଅଛି ଆଉ? କିଛି ନାହିଁ। ଆଉ ଆପଣ ପୂଜ୍ୟ ପୂଜା ଅଛି ନା ଆପଣ କୁହନ୍ତୁନି? ନା ପୂଜ୍ୟ ପୂଜା ନାହିଁ। ଆଁ ଖାଲି ସିନା ଗୋଟେ ଲୋକ ଧରିନିଅନ୍ତୁ, ବାବା ଜଣେ ଗେରୁ ପିନ୍ଧୁଛନ୍ତି, ସେ ଆସିକି ଖାଲି ଜଷ୍ଟ ମୁଣ୍ଡିଆ ଟେ ମାରିଦଉଛନ୍ତି ସରିଗଲା। ହୁଁ ଆଁ ହୁଁ ସିଏ ବି ମତେ ଗେରୁର ମହତ୍ଵ ବି ମଧ୍ୟ ବୁଝିବା ଦରକାର। ହୁଁ ଆଁ ଆଉ ସବୁ ଏକାକାର ହେଇଯାଇଛନ୍ତି। ସବୁ ଏକାକାର। ଗୋଟିଏ ସବୁ ଗୋଟିଏ ଆଉ କହୁନାହାନ୍ତି। ହୁଁ ଆଉ କେହି କାହାକୁ ସମ୍ମାନ ନାହିଁ। ଆତଙ୍କବାଦୀ ଯଦି ଗୋଟେ ନାଲି ଲୁଗା ପିନ୍ଧିଦେଲା, ହଁ ତାକୁ ଶହ ଶହ ଲୋକ ମୁଣ୍ଡିଆ ମାଇଲେ। କିନ୍ତୁ ସିଏ ଏକରେ ଆତଙ୍କବାଦୀ ହେଇଥିବ, କିନ୍ତୁ କାହିଁକି ନା ଲୋକ ତାଙ୍କ ଭିତିରି ଗୁଣ ଟିକେ ନ ଦେଖିକି ଉପର ଗୁଣ ଟିକେ ଦେଖୁଛନ୍ତି। ହଁ 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 ନାଇଁ ନାଇଁ ସେଇଟା କଣ ହେଇଛି ବାବା, ଏଇ ଯୋଉ ଧରିନିଅନ୍ତୁ ରାବଣର ଭୂମିକା ନେଇକିରି, ହୁଁ ତୁ ସେତେବେଳେ ଭିକ୍ଷା ଦେଇ କହିକି ଯୋଉ ଗେରୁ ଦାଢି ଏସବୁ ଇତ୍ୟାଦି ରଖିକିରି ବାସ୍ ବାସ୍। ଫସେଇଦେଲୁ। ହଁ ଫସେଇ ଦେଲା ପରେ ପୁଣି କଣ ଲୋକଙ୍କର ବିଶ୍ଵାସ କଣ ହବ? ହଁ ଆଁ ତାମାନେ ତୁ ନିଜେ ଗୋଟେ ରାକ୍ଷାସ, ହଁ ନାଲି ଲୁଗା ପିନ୍ଧିକି ସାଧୁ ବେଶ ହେଇକି ଆସିଲୁ। ହଁ ଆଉ ସୀତା କିନ୍ତୁ ବୁଝିପାରିଲେନି। ନା ଆଉ ସିଏ ତାକୁ ଦେଲେ। ନାରୀଟା ସରଳ ହୁଁ ଲୋକ, ସେ ଯେତେବେଳେ ଭିକ୍ଷା ଦେଇ, ନାରୀର ତାର ଧର୍ମ କଣ ଭିକ୍ଷା ଦବ ନା ନାଇଁ? ଦବ। ଆଁ ନା ମୁଁ ସେ ଯୋଉ ଲକ୍ଷ୍ମଣ ରେଖା ଯୋଉ ଡେଇଁଲା, ହଁ ଆଁ ସେ ବାଧ୍ୟ ହେଇକି ନା ମୁଁ ନେବିନି, ଆରେ ଯାହାହେଲେ ମଧ୍ୟ ଜଣେ ଆମର ଅତିଥି ଯିଏ, ହଁ ସେ ଖାଲିଟାରେ କେମିତି ଫେରିବ? ନା ହଁ ମୁଁ ବରଂ ସେ ଯାହା ହଉ ମୋ ଲକ୍ଷ୍ମଣ ରେଖା ଡେଇଁକରି ମୁଁ ଭିକ୍ଷା ଦେବି। ହୁଁ ଆ ସେ ଭିକ୍ଷା ଦେଲା, ଶେଷକୁ ପଡିଲା। କଲା ଚିନ୍ତା ଗୋଟେ କରନ୍ତୁ କେତେ ଏମାନେ ସବୁ କେତେ ହିପୋକ୍ରାସି ରହିଛି ଏ ସମାଜରେ ଆପଣ ଦେଖନ୍ତୁ। ଆମେ କଣ ବ୍ୟାସଙ୍କ କଥା ପଢିନାହାନ୍ତି, ନା ହଁ ବଶିଷ୍ଠଙ୍କ କଥା ଜାଣିନାହାନ୍ତି, ନା ସବୁ ବଶିଷ୍ଠ, ବାଲ୍ମିକି, ହଁ ବିଶ୍ଵାମିତ୍ର, ହଁ ଏମାନେ ଆମ ପାଇଁ ଆଦର୍ଶ ନା ନାହିଁ? ସାଧୁ ସେମାନେ ସବୁ ସନ୍ଥ ମାନେ ମହାନ ବ୍ୟକ୍ତିତ୍ବ। ହଁ କିନ୍ତୁ ସେଇମାନଙ୍କର ଚରିତ୍ର ଟା ଟିକେ ପଢା ହବା ଦରକାର। ହଁ ଧରିନିଅନ୍ତୁ ରାମକୃଷ୍ଣ ପରମହଂସ କୌଣସି ମନ୍ତ୍ର ଜାଣିନଥିଲେ। ମା ଖା ଖାଉଛି କହିଲା ମାନେ ମା ଖାଉଥିଲେ। ଖାଉଥିଲେ ଆଉ।
ସେଥିରେ ମନ୍ତ୍ର କଣ ଦରକାର ବାବା? ନାଇଁ ଭାବ ତ ଭାବ ଭକ୍ତି ଆଉ ଭାବ ଭକ୍ତି ଦରକାର। ଆଉ ସେଇ ନାଇଁ ଗୋଟେ କଥା। କଥା ଶୁଣ, ଏଇ ଲକ୍ଷଣ ରେଖା ଉପରେ ମୁଁ କହୁଛି, ଶୁଣା କଥା ଗୋଟେ। ହଁ ଇଂଲଣ୍ଡକୁ 2 ଜଣ ପିଲା ରିସର୍ଚ୍ଚ କରିବା ପାଇଁ ଯାଇଥିଲେ ଆମ ଭାରତରୁ। ହଁ ହଁ ଯଦି ଯାଇଥିଲେ, ସେ ତାଙ୍କର ରିସର୍ଚ୍ଚ କରନ୍ତି ଦିନ ବେଳା, ସନ୍ଧ୍ୟା ବେଳକୁ ଆସନ୍ତି, ଗୋଟେ ଦୋକାନରେ ପାନ ଖାଆନ୍ତି। ଆଜ୍ଞା। ତେଣୁ ସେ ଦୋକାନଟି କଣ କରିଛି ନା, ଗୋଟେ ରାମାୟଣ ବହି ଧରି ବସିଛି। ହଁ ହଁ ସେ ରାମାୟଣ ବହିର ଟପିକ ଟା ହଉଛି କଣ, ଯେ ରାବଣ ଆସିଛି ସୀତାକୁ ନବା ପାଇଁ। ହଁ ଯଦି ସେ ଦେଖିଲେ, ଦେଇଦେଇକି ପାନ ଖାଇ ପଳେଇ ଆସିଲେ। ତା ପରଦିନ ଗଲାବେଳକୁ ସେ ସେଇ ପୃଷ୍ଠାଟାକୁ ଧରିକି ବସିଛି। ହଁ। ତା ପରଦିନ ଗଲାବେଳକୁ ସେଇ ପୃଷ୍ଠାଟାକୁ ଧରିକି ବସିଛି। ଆଚ୍ଛା। ସେଇଠୁ ଇଏ ପଚାରିଲେ, ଭାଇ ତମେ କଣ ସେଟାକୁ ବୁଝିପାରୁନା କି? ସେଇଠୁ ସେ କହିଲେ, ନା ମୁଁ ବୁଝିପାରୁନି। ଆପଣ କିଏ, ସେ କୋଉଠୁ ଆସିଛନ୍ତି? ନା ଆମେ ଭାରତରୁ ଆସିଛୁ। ସେଇଠୁ ସେ ହାତ ଯୋଡ଼ିଲା, କହିଲା ଭାଇ ତମେ ଗୋଟେ କଥା କର, ମୁଁ ଏଟାକୁ ବୁଝିପାରୁନି, ତମର ଏଇ ଭାରତର ତ ଇଏ ଲେଖା ନା, ତେଣୁ ତମେ ମତେ ଏଇଟାକୁ ବୁଝେଇ ଦିଅ। କଣ ହଁ ନା, ଯୋଉ 3ଟା ଗାର ଲକ୍ଷଣ ଟାଣିଲା, ହଁ ସେ 3ଟା ଗାରର ଉଦ୍ଦେଶ୍ୟ ହଉଛି ଯେ ବାହାର ଲୋକ ଭିତରକୁ ଆସିପାରିବନି। ହଁ ବାହାର ଲୋକ ଭିତରକୁ ଆସିପାରିବନି, ହଁ କିନ୍ତୁ ସୀତା ପଳେଇ ଆସିଲେ, ଅର୍ଥାତ୍ ଭିତର ଲୋକ ବାହାରକୁ ମଧ୍ୟ ଯାଇପାରିବ। ହଁ ଭିତର ଲୋକ ବାହାରକୁ ଯିବ, ବାହାର ଲୋକ ଭିତରକୁ ଆସିପାରିବନି। ହଁ ଏହା ରହସ୍ୟ ଯଦି ମତେ ଟିକେ କହିଦବ, ମୁଁ ଆମ ଦେଶ ଚାରିପଟରେ 3ଟା ଗାର ଟାଣିଦେମି, ଯୋଉଥିରେ କି ବହିଃଶତ୍ରୁ ଆମ ଦେଶକୁ ଆସିପାରିବେନି, ଆମେ ତାଙ୍କ ଦେଶକୁ ଯାଇକି ତାଙ୍କୁ ମାରିଦେବୁ। ବାଃ। ହଁ ତେଣୁ ଜଣେ ପାନ ଦୋକାନୀ, ହଁ ସିଏ ରାମାୟଣରୁ ଏଇ ମହାନ ଚିନ୍ତାଧାରା କରୁଛି। କିନ୍ତୁ ଆମ ଭାରତୀୟ ଲୋକ ଫେଁ ହଦଉଛନ୍ତି, ହଁ ଇଏ ତ ରାବଣ ନେଇଗଲା ସୀତାକୁ, ଆଉ କଣ। କିନ୍ତୁ ଭିତିରି ଗହିରି ଗବେଷଣା ଏମାନେ କରୁନାହାନ୍ତି। ହଁ 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 ହଁ। ଏମାନେ ଯଦି ଗଭୀର ଗବେଷଣା କରନ୍ତେ, ତା ବିଷୟରେ ଟିକେ ବୁଝିପାରନ୍ତେ। ହୁଁ ଆଜି ବୋତଣ୍ଡାରେ ଯୋଉ ଆମେ ଆଲୋଚନା କରୁଛୁ, ମୁଁ ହୁଁ ସେଠି ଯୋଉ ଗବେଷଣା କରୁଛି, ଗବେଷଣା ତାକୁ ଯଦି କିଏ କୌଣସି ତ କାହିଁ କୌଣସି ଶିକ୍ଷିତ ଡାକ୍ତର, ଇଞ୍ଜିନିୟର ଏମାନଙ୍କ ନଜରରେ ବୋଧେ ପଡିନାହିଁ ମୋ ଏପିସୋଡ, ସେମାନେ ହଁ ଯଦି ଦେଖନ୍ତେ ଯେ କେମିତି ବିଜ୍ଞାନ ଯାହା କହିଛି ହଁ ବ୍ୟାସଦେବ ସେଇଆ କହିଛନ୍ତି। ହଁ ହଁ ଟିକେ ଏପଟ ସେପଟ ନାହିଁ, ନା ମୁଁ ଡାଇରେକ୍ଟ ପ୍ରମାଣ ଦଉଛି। ବୁଝିଲ ଯେ ହଁ ରଜବୀଜର ମିଳନର ଏକ ରାତ୍ରରେ, ଗୋଟିଏ ରାତ୍ରରେ ସେମାନେ ଭ୍ରୂଣକୋଷ ସୃଷ୍ଟି ହୁଏ। ହଁ ଏକ ରାତ୍ର ଅର୍ଥ ବିଜ୍ଞାନ କହୁଛି 24 ଘଣ୍ଟା। ଆଚ୍ଛା। ତେଣୁ କଲଳଂ ତ୍ୱେକ ରାତ୍ରେଣ ପଞ୍ଚ ରାତ୍ରେଣ ବୁଦ୍ବୁଦମ୍। ହୁଁ ବୁଝିଲେ କି, ପଞ୍ଚରାତ୍ରରେ ଗୋଟେ ବୁଦବୁଦ ଫୋଟକା ସହିତ ସୃଷ୍ଟି ହୁଏ। ହୁଁ ବିଜ୍ଞାନ କହୁଛି 24 ଘଣ୍ଟାରେ ଜାଇଗୋଟ ଫର୍ମେସନ ହୁଏ, 3 ଦିନରେ ମୋରୁଲା ଫର୍ମେସନ ହୁଏ, 5 ଦିନରେ ବ୍ଲାଷ୍ଟୁଲା ଫର୍ମେସନ ହୁଏ। ହୁଁ ବ୍ଲାଷ୍ଟୁଲା ଅର୍ଥ ଗୋଟେ ବଲ୍ ଟାଇପର, ତା ଭିତରେ ମଧ୍ୟ ହଁ ଫମ୍ପା ଅଛି, ବୁଦବୁଦ। ତେଣୁ ଯୋଉଟା ବିଜ୍ଞାନ କହୁଛି 5 ଦିନରେ ବ୍ଲାଷ୍ଟୁଲା, କିନ୍ତୁ ଇଏ କହୁଛି ପଞ୍ଚରାତ୍ରେଣ ବୁଦ୍ବୁଦମ୍। ପୁରା ଡାଇରେକ୍ଟ ଯାହା ବିଜ୍ଞାନ କହୁଛି, ତାହା ଭାଗବତରେ ଡାଇରେକ୍ଟ ଲେଖା ହେଇଛି। ଆଚ୍ଛା। ତେଣୁ ଏଇ ଜିନିଷ ଗୁଡିକ ଗବେଷଣା ଆମର କରିବା ନିହାତି ଦରକାର। ହୁଁ। ଗବେଷଣା କରିବା ଦରକାର। ଗବେଷଣା ତ ବ୍ୟାସଦେବ ସବୁ କରିଛନ୍ତି। ସବୁ କରିଦେଇଛନ୍ତି। ଆଉ ବିଜ୍ଞାନ ତ କରିଛି। କିନ୍ତୁ ଆମେ ଆଉ କେତେ ଆମର ଜାଣିବା ଦରକାର, ବିଜ୍ଞାନରେ କୋଉ ଜାଗାରେ ବିଜ୍ଞାନ କହିଛି, ବ୍ୟାସଦେବଙ୍କ କଥାଟାକୁ ବିଜ୍ଞାନ କୋଉ ଜାଗାରେ କହିଛି, ଆମେ ତୁଳନା କରି ଲୋକଙ୍କୁ ଦେଖେଇ ଦେବାର ଅଛି। ଏବଂ ଲୋକ ବାବା, ଆପଣ କୁହନ୍ତୁ ଯେତେ ବଡ ପ୍ରଫେସର ହଉ, ଡାକ୍ତର ହଉ, ବା ଶିକ୍ଷକ ସିନା ପଢିଦେଲେ ହେଲା, ସେମାନେ ଶିକ୍ଷା ଦଉଛନ୍ତି ନା କି ଜାଣୁଛନ୍ତି? ସେ ବ୍ୟାସଙ୍କ କଥା କୁହନ୍ତୁ ବା ଆଜିର ବିଜ୍ଞାନ କଥା କୁହନ୍ତୁ। ନା ଅନୁଭବ ଜ୍ଞାନ କାହାର ନାହିଁ। ନା ପରା। ସେଇଟା ଅସୁବିଧା। ଯାହା ହଉ ଆପଣ ତ ଗବେଷଣା କରୁଛନ୍ତି, ଏଇଟା ଆମର ଗୋଟେ ଆନନ୍ଦର କଥା। ହୁଁ। କେହି କରନ୍ତୁ ନ କରନ୍ତୁ, କେହି ଜଣେ ବି କରୁଛନ୍ତି ଆମର। ସେଇ କଥାଟା କରିବା ପାଇଁ ମୁଁ ପହଞ୍ଚିବା। ହଉ ହଉ ଆସ।